ପ୍ରେମାନନ୍ଦ ଜୀ ମହାରାଜ ତାଙ୍କ ହୃଦୟରୁ ପ୍ରଣାମ। ସେ ଗୋଟେ କଥା କହିଥାନ୍ତି, ଯଦି ଆମେମାନେ ସକାଳୁ ଯାତ୍ରା ଷ୍ଟାର୍ଟ କରୁଛୁ ବା ଗାଡ଼ି ଷ୍ଟାର୍ଟ କରିକି ଆମେମାନେ ଯାଉଛୁ ନିଜର କର୍ମକ୍ଷେତ୍ରକୁ, ଶ୍ରୀକୃଷ୍ଣଙ୍କର ବହୁତ ସୁନ୍ଦର ମନ୍ତ୍ରଟି ଉଚ୍ଚାରଣ କରନ୍ତୁ। 11 ଥର ଯଦି ଆପଣମାନେ ଉଚ୍ଚାରଣ କରୁଛନ୍ତି ତାହେଲେ ତାର ଏମିତି କିଛି ଶକ୍ତି ଆପଣଙ୍କ ଦେହ ଭିତରେ ସଞ୍ଚାର ହେବ, ଅକସ୍ମାତ୍ ଦୁର୍ଘଟଣା ହେବାକୁ ଥିବା ଜିନିଷକୁ ଅଟକିବାର କ୍ଷମତା ତା ଭିତରେ ଅଛି। ଆପଣ ତାହା କେବେ ଅନୁଭବ କରିଛନ୍ତି କି ଜୀବନରେ? ତ ସେ ମନ୍ତ୍ରଟି ଥିଲା କୃଷ୍ଣାୟ ବାସୁଦେବାୟ ହରଏ ପରମାତ୍ମନେ ନମ ପ୍ରଣତଃ କ୍ଲେଶ ନାଶାୟ ଗୋବିନ୍ଦାୟ ନମ ନମ। ତ ଏଇ ଜିନିଷଟିକୁ ଯଦି ଆମେମାନେ ଉଚ୍ଚାରଣ କରୁଛେ 11 ଥର, ଅର୍ଥାତ୍ ଆକୁ ଆମେ କିଛି କର୍ମ କଲେ ଉଚ୍ଚାରଣ କରିବା ବି ଗୋଟେ କର୍ମ, ତ ସେ କର୍ମର ଫଳ ସଦୃଶ ଆମକୁ ଅକସ୍ମାତ୍ ଦୁର୍ଘଟଣାରୁ ସିଏ ଆମକୁ ରକ୍ଷା କରିପାରିବ। ତ ଭାଇ ଏତେ ସୁନ୍ଦର ଜିନିଷଟିଏ ଅଛି, ଆମେମାନେ ଇଣ୍ଟରନେଟ୍ ମାଧ୍ୟମରେ ଶିଖିପାରୁଛୁ, ତ କ'ଣ ପାଇଁ ତାକୁ ଜୀବନରେ ଉପଯୋଗ କରିବା ନାହିଁ? ନିଶ୍ଚିତ ରୂପରେ ଆପଣମାନେ ବ୍ୟବହାର କରନ୍ତୁ। ଯେବେ ବି ସାଙ୍ଗ ହେଇକି ବହୁତ ମାନେ ଗ୍ରୁପ୍ ହେଇକି ଆପଣମାନେ ଯୁଆଡ଼େ ଯାଉଛନ୍ତି, ସମସ୍ତେ ଏକତ୍ରିତ ହେଇକି ସେ ମନ୍ତ୍ରକୁ ଉଚ୍ଚାରିତ କରିକି ଯାଆନ୍ତୁ, ଦେଖିବେ କେବେ ବି ସେମିତି ଦୁର୍ଘଟଣା ଘଟିବ ନାହିଁ। ଏଇଟା ମୁଁ ନିଜେ ଅଙ୍ଗେ ମଧ୍ୟ ଲିଭେଇଛି। ଜୟ ଜଗନ୍ନାଥ।